ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ପୁରୁଣା ଲଖନ ବସ୍ତିର ଜଣେ ଦାଦନ ଶ୍ରମିକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଟ୍ରେନ୍ ଲାଇନ୍ରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ବାଞ୍ଛାନିଧି କୈବର୍ତ୍ତ ଓରଫ ମାଖନୁ ବୟସ 40। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦାଦନ ସର୍ଦ୍ଦାରଙ୍କୁ ଗିରଫ ଓ ମୃତକଙ୍କ ପରିବାରଙ୍କୁ ସହାୟତା ଦାବିରେ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ବାଞ୍ଛାନିଧି ଦାଦନ ଯିବାକୁ ମନସ୍ଥ କରି ଡିସେମ୍ବର 1ରେ ବଲାଙ୍ଗୀର ଜିଲ୍ଲା ତୁର୍କେଲା ଥାନା ଝରନି ଗାଁର ଶ୍ରମିକ ସର୍ଦ୍ଦାର ଅମାନ ଖାନଙ୍କଠାରୁ 30,000 ଟଙ୍କା ଅଗ୍ରିମ ନେଇଥିଲେ, କିନ୍ତୁ କୌଣସି କାରଣରୁ ସେ ଦାଦନ ଯାଇନଥିଲେ। 3 ତାରିଖରେ ଦାଦନ ସର୍ଦ୍ଦାରଙ୍କ ସହଯୋଗୀ ତଥା ଲଖନ ଗାଁର ରାଜୁ ସୁନାନୀ ଏକ ଅଟୋ ରିକ୍ସାରେ ବାଞ୍ଛାନିଧିଙ୍କୁ ଝରନି ଗାଁକୁ ନେଇଯାଇଥିଲେ। ସେହିଦିନ ବାଞ୍ଛାନିଧି ଘରକୁ ଫୋନ୍ କରିଥିଲେ। ତାଙ୍କୁ ହାଇଦ୍ରାବାଦର ଏକ ଇଟା ଭାଟିକୁ ନିଆଯାଉଛି ଏବଂ ଡିସେମ୍ବର 9ରେ ଟ୍ରେନ୍ ଟିକଟ ହୋଇଥିବା ସ୍ତ୍ରୀଙ୍କୁ କହିଥିଲେ, କିନ୍ତୁ ରହସ୍ୟଜନକ ଭାବେ ଡିସେମ୍ବର 4ରେ ବାଞ୍ଛାନିଧି ନିଖୋଜ ହୋଇଯାଇଥିଲେ। ପରିବାର ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା। ଘର ଲୋକେ ଝରନି ଗାଁକୁ ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତୁର୍କେଲା ଥାନା ମୋହୁଲ ବାହାଲି ଗାଁ ନିକଟ ଟ୍ରେନ୍ ଲାଇନ୍ରେ ତାଙ୍କ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ଲଖନା ଥାନାର ଦ୍ୱାରସ୍ଥ ହୋଇ ଫେରିବା ବାଟରେ ସ୍ୱାମୀଙ୍କ ମୃତଦେହ ମିଳିଥିବା ସୂଚନା ପାଇ ସ୍ତ୍ରୀ ଚକିତ ହୋଇଯାଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ସ୍ୱାମୀଙ୍କୁ ଅପହରଣ କରି ଝରନି ଗାଁରେ ଯୋଜନାବଦ୍ଧ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଟ୍ରେନ୍ ଲାଇନ୍ରେ ମୃତଦେହ ଫିଙ୍ଗି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବରିଷ୍ଠ କଂଗ୍ରେସ ନେତା ରବି ମଙ୍ଗରାଜ, ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ପରିବାର ଲୋକେ ଲଖନା କୁରୁମପୁରୀ ମୁଖ୍ୟ ରାସ୍ତାର ପୁରୁଣା ବସ୍ତି ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଅପରାହ୍ନ ପ୍ରାୟ 4:30ଟାରେ ଆଇଆଇସି ରଞ୍ଜନ ନାଇକଙ୍କୁ ଦାବିପତ୍ର ଦେଇ ପରିବାର ଲୋକେ ରାସ୍ତାରୋକରୁ ଓହରିଥିଲେ। 24 ଘଣ୍ଟା ଭିତରେ ସର୍ଦ୍ଦାରକୁ ଗିରଫ କରା ନ ଗଲେ ଥାନା ଘେରାଉ କରାଯିବ ବୋଲି କଂଗ୍ରେସ ନେତା ଶ୍ରୀ ମଙ୍ଗରାଜ ଚେତାବନୀ ଦେଇଛନ୍ତି। ପୂର୍ବତନ ସରପଞ୍ଚ ବିଦ୍ୟାଧର ସବର, ଦେବେନ୍ଦ୍ର ବାଗ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ଶ୍ରମିକ ନିଜର ପରିବାର ପ୍ରତିପୋଷଣ ଲାଗି ପ୍ରତି ବର୍ଷ ନୂଆପଡ଼ା ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଛନ୍ତି। ଲଖନା ପୁରୁଣା ବସ୍ତିର ବାଞ୍ଛାନିଧି କୈବର୍ତ୍ତ ନିଜର ପରିବାର ପ୍ରତିପୋଷଣ ଲାଗି ଝରନି ଗାଁର ଜଣେ ସର୍ଦ୍ଦାର ତାଙ୍କଠାରୁ 30,000 ଟଙ୍କା ନେଇଥିଲେ। ଅରମାନ ଖାନ ବୋଲି ଜଣେ ସର୍ଦ୍ଦାର 30,000 ଟଙ୍କା ଦେଇଥିଲେ ତାଙ୍କୁ ହାଇଦ୍ରାବାଦ ଇଟା ଭାଟିକୁ ନେବାର ଲାଗି। ଗତ ବୁଧବାର ଦିନ ସେ ତାଙ୍କର ଘରୁ ଇନର ସ୍ଥାନୀୟ ଯେ ତାଙ୍କର ଅରମାନ ଖାନର ତାଙ୍କର ଯିଏ ଦଲାଲ କି ତାଙ୍କର ପେଟି କଣ୍ଟ୍ରାକ୍ଟର ଯେ ଅଛନ୍ ରାଜୁ ସୁନାନୀ, ତାଙ୍କର ମାଧ୍ୟମରେ ସେ ଝରନି ଗାଁକୁ ଯାଇଥିଲେ। ତାଙ୍କର ଘରେ ଥିଲେ, ତାଙ୍କର ୱାଇଫ୍ କଥା ହେଇଥିଲେ, କିନ୍ତୁ 2 ଦିନ ପର୍ଯ୍ୟନ୍ତ କୌଣସି ଖବର ତାଙ୍କର ସହିତ ଆଉ ହେଲା ନାହିଁ କି କଲ୍ ହେଲା ନାହିଁ। ତେଣୁକରି ତାଙ୍କର ୱାଇଫ୍ ଯେତେବେଳେ ଶନିବାର ଦିନ କଲ୍ କରିଥିଲେ, ସେ ଗାୟବ ରହିଥିବା ଲୋକମାନେ କହିଥିଲେ, ସେ ହଜି ଯାଇଛନ୍ ବୋଲିକରି କହିଥିଲେ। ଏବଂ ଗତକାଲି ତାଙ୍କର ବଡି ଆମର ତୁରେକେଲା ଟ୍ରେନ୍ ଲାଇନ୍ରେ ମିଳିছে ବୋଲିକରି ଖବର ପାଇଲା ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହେଲେ, କାରଣ ବାଞ୍ଛାନିଧି ସୁସ୍ଥ ସବଳ ଥିଲେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲା। ବର୍ତ୍ତମାନ ଯାହା ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତକେ ହତ୍ୟା କରାଯାଇଛି, ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି। ଆଉ ଏନ୍ତା ଶ୍ରମିକ ମାନଙ୍କୁ ନିର୍ଯାତନା ହତ୍ୟା କରବାରଟା লাগি রয়েছে। নূয়াপড়া জেলার হাজার হাজার শ্রমিক নির্যাতনার শিকার হয়েছেন, হত্যার শিকার হয়েছেন, নিখোঁজ অছন। তাঁকু কৌশি প্রকার বি খুঁজবার লাগি সরকার আজ পর্যন্ত চেষ্টা নাই করি, তাঁকর সুরক্ষা লাগি সরকার চেষ্টা নাই করি। তেণুকরি আজি আমি এই বাঞ্ছানিধি কৈবর্ত্তঙ্কর মাধ্যমে সরকারকে চেতাবনী দেবার লাগি চাহুছু যে শ্রমিক মানকর সুরক্ষা লাগি সরকার সচেতন হোক এবং বাঞ্ছানিধি কৈবর্ত্তকে সরকার ন্যায় দৌন। তাঁকর হত্যারে সম্পৃক্ত থিবা লোক মানকে তুরন্ত গিরফ করা যাও, নচেত আসন্তা দিনে নূয়াপড়া জিল্লারে ব্যাপক আন্দোলন করা যাও। আজি যে রাস্তারোক করিছিলু, আম লখনা আইএসি আইসিলে, তাঁক সহিত আলোচনা করি আমি এফআইআর প্রদান করিছু। সে প্রতিশ্রুতি দিয়েছন যে এফআইআর লঞ্চ হবা এবং দোষী মানুষ গিরফ করা যাবা বলি করি। যদি তাঁকর প্রতিশ্রুতি মুতাবক কার্য নাই হবা, তাহলে 24 ঘন্টা পরে আমি লখনা থানাକୁ ঘেরাও করবো। सब एडिटर ऑल ओडिशारू जगन्नाथ सागर को रिपोर्ट, ओडिशा हाइलाइट समाचार। खबर दुनिया रे जोड़ी हेबा पाई सब्सक्राइब करंतु ओडिशा हाइलाइट समाचार को, आउ दबे दियंतु बेल आइकन को सर्वप्रथमे खबर पाइबा पाई।